ह्रीं भुवनेश्वर्यै नमो नमः। आपणଙ୍କ ଉପରେ ପୂର୍ବଜନ୍ମରୁ ଅଭିଶାପ ଅଛି କି? ପିତୃ ଅଭିଶାପ, ମାତୃ ଅଭିଶାପ, ବ୍ରାହ୍ମଣ ଅଭିଶାପ କିମ୍ବା କୌଣସି ଗୁରୁଜନଙ୍କର ଅଭିଶାପ ଯଦି ଅଛି, ଆପଣଙ୍କର ବଂଶ ବଢ଼ିବ ନାହିଁ, ପୁଅ ଝିଅମାନଙ୍କର ବିବାହର ହୋଇପାରିବ ନାହିଁ, ବାସ୍ତୁ ଦୋଷ ସୃଷ୍ଟି ହେବ, ଆପଣଙ୍କ ଶରୀର ବାରମ୍ବାର ରୋଗଯୁକ୍ତ ହେବ। ଏଇଭଳି ଅଭିଶାପ ଦ୍ୱାରା ଅଭିଶାପ 14 ପ୍ରକାର ଅଛି। ପୂର୍ବଜନ୍ମର ଅଭିଶାପ ରହିଲେ ମଙ୍ଗଳ କାର୍ଯ୍ୟ ବି ଘରେ ହୋଇପାରିବ ନାହିଁ, ଦରିଦ୍ରତା ଲାଗି ରହିବ। ଏଇ ଦରିଦ୍ରତା ଲାଗି ରହିବାରୁ ମୁକ୍ତି ପାଇବାକୁ ହେଲେ ଆପଣ ଗୋଟିଏ ନାରାୟଣଙ୍କ ବିଷ୍ଣୁଙ୍କ ମନ୍ଦିରକୁ ଯାଆନ୍ତୁ, ଗରୁଡ଼ଙ୍କ ପାଖରେ ବସନ୍ତୁ, ସଂକଳ୍ପ କରନ୍ତୁ ଅଭିଶାପରୁ ମୁକ୍ତି ପାଇବା ପାଇଁ। ଗରୁଡ଼ଙ୍କୁ ମହାସ୍ନାନ କରନ୍ତୁ, ଷୋଡ଼ଶୋପଚାର ପୂଜା କରନ୍ତୁ, ତାପରେ ଏ ପାଦୁକ ଜଳକୁ ରଖନ୍ତୁ। ପାଦୁକ ଜଳକୁ ପ୍ରତିଦିନ ଗାଧେଇ ସାରିଲା ପରେ ପାଦୁକ ହିସାବରେ 1 ବର୍ଷ ପର୍ଯ୍ୟନ୍ତ ପାଦୁକ ପାଇସାରିଲା ପରେ ଦେଖିବେ, ବର୍ଷେ ପାଦୁକ ପାଇଲେ ଗରୁଡ଼ଙ୍କ ସ୍ନାନ ଜଳକୁ ଦେଖିବେ ଅଭିଶାପରୁ ମୁକ୍ତି ମିଳିବ, ଆପଣଙ୍କର ମଙ୍ଗଳ ହେବ, ଶରୀର ବ୍ୟାଧି ମୁକ୍ତ ହେବ ଏବଂ ଘରେ ମଙ୍ଗଳ କାର୍ଯ୍ୟ ବି ହୋଇଯିବ। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ମା କାମାକ୍ଷା। ह्रीं भुवनेश्वर्यै नमो नमः। ଆପଣଙ୍କ ଶରୀର ବାରମ୍ବାର ଅସୁସ୍ଥ ହେଉଛି କି? ଯଦି ରୋଗମୁକ୍ତି ଚାହୁଁଛନ୍ତି, ଉତ୍କଟ ବ୍ୟାଧିଗ୍ରସ୍ତ ଅଛନ୍ତି, ତାହେଲେ ଗୋଟିଏ ସରଳ ପ୍ରତିକାର କରନ୍ତୁ। କୌଣସି ଏକ ଏକାଦଶୀ ତିଥିରେ ଆପଣ ଗୋଟିଏ ନାରାୟଣଙ୍କ ମନ୍ଦିରକୁ ଯାଆନ୍ତୁ କିମ୍ବା ଆପଣଙ୍କ ଘରେ ଯଦି ଶାଳଗ୍ରାମ ନାରାୟଣ ମୂର୍ତ୍ତି ଥିବେ, ସେଠି ଗୋଟିଏ ଷୋଡ଼ଶୋପଚାର ପୂଜା କରିବେ, ସଂକଳ୍ପ କରିକିରି ଦକ୍ଷିଣାବର୍ତ୍ତକ ଶଙ୍ଖ ସ୍ଥାପନ କରନ୍ତୁ, ବିଶେଷ ଅର୍ଘ୍ୟ ସଂସ୍କାର କରନ୍ତୁ। ଦକ୍ଷିଣାବର୍ତ୍ତକ ଶଙ୍ଖରେ ଉପଚାର ପୂଜା କରନ୍ତୁ ନାରାୟଣଙ୍କୁ, ଦକ୍ଷିଣାବର୍ତ୍ତକ ଶଙ୍ଖ ଦ୍ୱାରା ଅର୍ଘ୍ୟ ସଂସ୍କାର କରନ୍ତୁ। ପୂଜା ସରିଗଲା ପରେ ଆପଣ ଏହି ଶଙ୍ଖ ଜଳକୁ ମସ୍ତକରେ ସିଞ୍ଚନ କରନ୍ତୁ। ଅବଶିଷ୍ଟ ଜଳକୁ ଗୋଟିଏ ଜାଗାରେ ପୂରେଇକି ଘରକୁ ଆଣନ୍ତୁ ଏବଂ ତାକୁ 21 ଦିନ ପର୍ଯ୍ୟନ୍ତ ପାଦୁକ ହିସାବରେ ପାଆନ୍ତୁ। ସ୍ନାନ ପରେ ଦେଖିବେ ଆପଣଙ୍କ ଶରୀରର ରୋଗମୁକ୍ତି ହୋଇଯିବ ଏବଂ ଶରୀର ଭଲ ହୋଇଯିବ। ଏହା ଶାସ୍ତ୍ର ନିର୍ଦ୍ଦେଶ ରହିଅଛି। ଏବଂ ଦକ୍ଷିଣାବର୍ତ୍ତକ ଶଙ୍ଖରେ ବାସନା ଅରୁଆ ଚାଉଳ ପୂରେଇକି ଯଦି ଆପଣ ଟ୍ରେଜେରୀରେ କିମ୍ବା ଆଲମିରାରେ ରଖିବେ, ତାହେଲେ ଘରେ ଅଜସ୍ର ଲକ୍ଷ୍ମୀ ବଢ଼ିବ, ଧନ ବଢ଼ିବ, ଚତୁର୍ବର୍ଗ ଫଳ ମହାଲକ୍ଷ୍ମୀ ପ୍ରଦାନ କରିବେ। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।